ପ୍ରଭୁଙ୍କ ଦେହ ଅଧାଗଢ଼ା ହେଲା କେମିତି? ଆସନ୍ତୁ ଜାଣିବା ମହାପ୍ରଭୁଙ୍କର ଏହି ଅଲୌକିକ କଥା। ମଧ୍ୟ ଭାରତରେ ଇନ୍ଦ୍ରଦ୍ୟୁମ୍ନ ନାମକ ରାଜା ରହୁଥିଲେ। ତାଙ୍କର ରାଜ୍ୟର ନାମ ଥିଲା ଅବନ୍ତୀ, ଯିଏକି ଭଗବାନ ବିଷ୍ଣୁଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେ ସଦାସର୍ବଦା ଭଗବାନ ବିଷ୍ଣୁଙ୍କର ଅଭିଳାଷୀ ଥିଲେ। ଥରେ ଗୋଟିଏ ଋଷି ତାଙ୍କ ରାଜ୍ୟକୁ ଭ୍ରମଣ ସକାଶେ ଆସିଥିଲେ ଓ ରାଜାଙ୍କୁ ପ୍ରଭୁ ବିଷ୍ଣୁ ଅର୍ଥାତ୍ ନୀଳମାଧବ ଜଗନ୍ନାଥଙ୍କ ବିଷୟରେ ସନ୍ଧାନ ଓ ଗୁପ୍ତ ମନ୍ଥନା ଦେଇ କହିଥିଲେ ଯେ, ହେ ରାଜା, ଓଡ଼ିଶାରେ ଭଗବାନ ବିଷ୍ଣୁ ଅର୍ଥାତ୍ ଜଗନ୍ନାଥଙ୍କର ଭବ୍ୟ ରୂପ ନୀଳମାଧବଙ୍କୁ ପୂଜା କରାଯାଉଛି। କିନ୍ତୁ ଓଡ଼ିଶାରେ କେଉଁ ଜାଗାରେ ନୀଳମାଧବ ପୂଜା ପାଉଛନ୍ତି ତାହା ଆପଣଙ୍କୁ ସନ୍ଧାନ କରିବାକୁ ହେବ। ରାଜା ଏହା ଶୁଣି ତାଙ୍କ ପ୍ରଜାମାନଙ୍କୁ ଆଦେଶ ଦେଲେ ଯେ, ଯାଅ, ସବୁଠାରୁ ବୁଦ୍ଧିମାନ ଲୋକଙ୍କୁ ପଠାଅ ଓଡ଼ିଶା ପ୍ରଦେଶର ଚାରିଦିଗକୁ। ସେମାନେ ପ୍ରଭୁ କେଉଁଠି ପୂଜା ପାଉଛନ୍ତି ସନ୍ଧାନ କରି ଆସି ମୋତେ ଜଣାଇବେ। ଓଡ଼ିଶାର ପୂର୍ବ ଦିଗକୁ ଅବନ୍ତୀ ରାଜ୍ୟର ମୁଖ୍ୟ ପୂଜାରୀ ତାଙ୍କର ଯେଉଁ ଭାଇ ବିଦ୍ୟାପତି ତାଙ୍କୁ ପଠାଗଲା। ସିଏ ଯେତେବେଳେ ସନ୍ଧାନ କରୁଥିଲେ ସେତେବେଳେ ଖୋଜି ଖୋଜି ଗୋଟେ ସୁନ୍ଦରୀ ନାରୀକୁ ଭେଟିଲେ। ସିଏ ତାଙ୍କୁ ତାଙ୍କ ନାମ ପଚାରିଲେ। ସେହି ସୁନ୍ଦରୀଟି କହିଲେ, ମୁଁ ଏହି ଜଙ୍ଗଲର ମୁଖିଆ ବିଶ୍ୱାବସୁ ଶବରର ଏକମାତ୍ର ଝିଅ ଲଳିତା। ଆଉ ଏମାନେ ସବୁ ହେଲେ ମୋର ବନ୍ଧୁ। ଆମେମାନେ ଫୁଲ ତୋଳିବାକୁ ଜଙ୍ଗଲ ଆସିଥିଲୁ। କଥାବାର୍ତ୍ତା ହେଉ ହେଉ ବିଦ୍ୟାପତିଙ୍କ ମନରେ ଲଳିତାଙ୍କ ପ୍ରତି ପ୍ରେମ ଜାଗୃତ ହେଲା। ସେ ଲଳିତାଙ୍କୁ ପ୍ରେମ ବିବାହ କରି ସେହି ଜଙ୍ଗଲରେ କିଛି ଦିନ ରହିଲେ। କିଛି ଦିନ ରହିଲା ପରେ ଲୋକଙ୍କର ତାଙ୍କ ପ୍ରତି ବିଶ୍ୱାସ ବଢ଼ିବାକୁ ଲାଗିଲା। ଥରେ ବିଦ୍ୟାପତି ଦେଖିଲେ, ରାତି ପାହିବା ପୂର୍ବରୁ ବିଶ୍ୱାବସୁ କିଛି ଫୁଲ ଫଳ ଧରି ଜଙ୍ଗଲକୁ ପୂଜା ପାଇଁ ଯାଉଛନ୍ତି। ସିଏ ଲଳିତାକୁ ପଚାରିଲେ, ତୁମ ବାପା ରାତି ପାହିବା ପୂର୍ବରୁ କେଉଁଠିକୁ ପୂଜା ପାଇଁ ଯାଉଛନ୍ତି? ଲଳିତା ମନା କରିଦେଲେ, କହିଲେ, ମୁଁ କହିପାରିବି ନାହିଁ। ବିଦ୍ୟାପତି ଲଳିତା ଓ ବିଶ୍ୱାବସୁଙ୍କୁ ବିଶ୍ୱାସ ଦେଲେ ଯେ, ମୁଁ ପ୍ରଭୁ ନୀଳମାଧବଙ୍କର ବହୁତ ବଡ଼ ଭକ୍ତ। ମୋତେ ତାଙ୍କୁ ଦର୍ଶନ ପାଇଁ ଟିକେ ନେଇ ଚାଲ। ଏହା ଶୁଣି ବିଶ୍ୱାବସୁ ତାଙ୍କୁ ସେହି ଗୁମ୍ଫା ଯେଉଁଠି ଅଛି ନୀଳମାଧବ ପୂଜା ପାଉଛନ୍ତି ସେଠିକୁ ନେବା ପାଇଁ ରାଜି ହୋଇଗଲେ। କହିଲେ, ଗୋଟିଏ ସର୍ତ୍ତରେ ମୁଁ ସେଠାକୁ ତୁମକୁ ନେଇକି ଯିବି। ଗଲାବେଳେ ତୁମେ ଆଖିରେ କଳାକନା ଲଗାଇବ ଓ ଆସିଲା ବେଳେ ମଧ୍ୟ କଳାକନା ଲଗାଯିବ। କଳାକନା ଲଗେଇ ବିଶ୍ୱାବସୁ ତାଙ୍କୁ ଗୁମ୍ଫାକୁ ନେଇ ଚାଲିଲେ। ସେଠାରେ ସେ ନୀଳମାଧବଙ୍କୁ ଦର୍ଶନ କଲେ ଓ ତାଙ୍କ କୃପା ନେଇ ପୁଣି କଳାକନା ଆଖିରେ ଲଗାଇ ଫେରି ଆସିଲେ। ଏପଟେ ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଖବର ନ ପାଇ ବହୁତ ବିଚଳିତ ହେଉଥିଲେ। ସେତିକିବେଳେ ବିଦ୍ୟାପତି ଆସି ତାଙ୍କ ଦରବାରରେ ଉପସ୍ଥିତ ହେଲେ। କହିଲେ, ପୂର୍ବ ଦିଗରେ ପ୍ରଭୁ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଛନ୍ତି। ଏ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ କହିଲେ, ଆଉ ବିଳମ୍ବ ନ କରି ଚାଲ ସେ ଜାଗାକୁ ଯିବା। ଏକଥା କହି ବାହାରି ପଡ଼ିଲେ ପୂର୍ବ ଦିଗକୁ। ବିଦ୍ୟାପତି ସେ ଗୁମ୍ଫା ସାମ୍ନାରେ ପହଞ୍ଚିଲେ। ଏଠି ପ୍ରଶ୍ନ ଆସେ ଯେ, ସେ ତ ଆଖିରେ କଳା ଲଗା ବାନ୍ଧିଥିଲେ, କିପରି ସେ ଗୁମ୍ଫାକୁ ରାସ୍ତା ପାଇଲେ? ଯେତେବେଳେ ବିଶ୍ୱାବସୁ ତାଙ୍କୁ ଗୁମ୍ଫାକୁ ନେଉଥିଲେ ସେତେବେଳେ ସେ ରାସ୍ତା ସାରା ସୋରିଷ ବୁଣି ବୁଣି ଚାଲିଥିଲେ। ବହୁତ ଦିନ ବିତିଯିବାରୁ ସେ ସୋରିଷ ମଞ୍ଜି ସବୁ ଗଛ ହୋଇଯାଇଥିଲା। ସେହି ଗଛକୁ ଅନୁସରଣ କରି କରି ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ଗୁମ୍ଫାରେ ଯାଇ ଦେଖିଲା ବେଳକୁ ସେଠି ଆଉ ନୀଳମାଧବ ନାହାନ୍ତି। ସେ ଅନ୍ତର୍ଦ୍ଧାନ ହୋଇ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ, ମୁଁ ଏଠି ଅନେକ ବର୍ଷ ହେଲା ପୂଜା ପାଉଥିଲି, କିନ୍ତୁ ଏବେ ଏଠୁ ଯାଉଛି। ଯାଅ, ଗଭୀର ସମୁଦ୍ରରେ ମୋର ଦାରୁ ଭାସୁଛି, ତାକୁ ଆଣି ମୂର୍ତ୍ତି କରି ସେ ମୂର୍ତ୍ତିକୁ ତୁମ ଦ୍ୱାରା ନିର୍ମିତ ଶ୍ରୀକ୍ଷେତ୍ର ପୁରୀ ମନ୍ଦିରରେ ପୂଜାର୍ଚ୍ଚନା କରିବ। ଏହା କହି ଆଶୀର୍ବାଦ ଦେଇ ପୁଣି ଅନ୍ତର୍ଦ୍ଧାନ ହୋଇଗଲେ ପ୍ରଭୁ। ଠିକ୍ ସେତିକିବେଳେ ବିଶ୍ୱାବସୁ ସେହି ଗୁମ୍ଫାକୁ ଆସି ଦେଖିଲେ ବିଦ୍ୟାପତି ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ।
ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବିଦ୍ୟାପତିଙ୍କୁ ଠକ ବୋଲି କହିଲେ। ଠିକ୍ ସେତିକିବେଳେ ପୁଣି ବିଷ୍ଣୁ ଅନ୍ତର୍ଦ୍ଧାନ ହୋଇ କହିଲେ, ହେ ବିଶ୍ୱାବସୁ, ତୁମର ପୂଜା କରିବାର ସମୟ ସରିଯାଇଛି। ବର୍ତ୍ତମାନ ମୁଁ ଶ୍ରୀକ୍ଷେତ୍ର ପୁରୀରେ ପୂଜା ପାଇବି। ତାପରେ ଇନ୍ଦ୍ରଦ୍ୟୁମ୍ନ ତାଙ୍କ ପ୍ରଜାମାନଙ୍କୁ ନେଇ ସେହି ଗଣ୍ଡ ପାଖକୁ ଗଲେ। ଦେଖିଲେ ଗଭୀର ସମୁଦ୍ରରେ ଏକ ଦାରୁ ଭାସୁଛି। ସେ ଦାରୁକୁ ଆଣି ବହୁତ କାରିଗରଙ୍କୁ ମୂର୍ତ୍ତି କରିବା ପାଇଁ କହିଲେ, କିନ୍ତୁ କେହି ସେ ଦାରୁରେ ମୂର୍ତ୍ତି କରିପାରିଲେ ନାହିଁ। ଠିକ୍ ସେହି ସମୟରେ ଭଗବାନ ବିଶ୍ୱକର୍ମା ଗୋଟେ ବୃଦ୍ଧ ରୂପରେ ଆସିଲେ। ସେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ପଚାରିଲେ, ବାବା, ଆପଣଙ୍କର କ'ଣ ଦରକାର? ସେତେବେଳେ ବୃଦ୍ଧ ଜଣକ କହିଲେ, ମୁଁ ଭଗବାନଙ୍କ ମୂର୍ତ୍ତି କରେ। ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ। କହିଲେ, ଆପଣ ପ୍ରଭୁ ନୀଳମାଧବଙ୍କ ମୂର୍ତ୍ତି କରିପାରିବେ? ବୃଦ୍ଧ ଜଣକ କହିଲେ, ହଁ, କରିପାରିବି, କିନ୍ତୁ ମୋତେ ସେହି କୋଠରୀରେ କୌଣସି ପ୍ରକାର ବାଧା ଦରକାର ନାହିଁ। କେହି ଯେମିତି ମୋତେ 21 ଦିନ 21 ରାତି ବାଧା କରିବେ ନାହିଁ କି ସେ କବାଟ ମଧ୍ୟ ଖୋଲିବେ ନାହିଁ। ତାପରେ ବୃଦ୍ଧ ଜଣକ କୋଠରୀ ଭିତରକୁ ଗଲେ ଓ ତାଙ୍କ କାମ ଆରମ୍ଭ କରିଦେଲେ। 15 ଦିନ ଯେବେ ହେଲା, ରାଣୀ ସେହି କୋଠରୀ ଭ୍ରମଣ କରିବାକୁ ବାହାରିଲେ। ଦେଖିଲେ କୌଣସି ଶବ୍ଦ ଶୁଣାଯାଉନାହିଁ। ସେ ରାଜାଙ୍କୁ ଯାଇ ଏକଥା ଜଣାଇଲେ। କହିଲେ, ସେ କୋଠରୀ ମଧ୍ୟରୁ କୌଣସି ଶବ୍ଦ ଶୁଣାଯାଉନାହିଁ। ଏତେ ଦିନ ହେଲାଣି ବୁଢ଼ା ଲୋକ କିଛି ନ ଖାଇ ନ ପିଇ ସେ କୋଠରୀ ଭିତରେ ଅଛନ୍ତି, ଶବ୍ଦ ବି ଶୁଣାଯାଉନାହିଁ। ଚାଲନ୍ତୁ ସେ କୋଠରୀ ଖୋଲି ଦେଖନ୍ତୁ, ତାଙ୍କର କିଛି ହେଇଯାଇନି ତ? ରାଜା କହିଲେ, କାରିଗର ଜଣକ କହିଥିଲେ 21 ଦିନ 21 ରାତି ନ ହେଲା ଯାଏଁ କୋଠରୀ ନ ଖୋଲିବା ପାଇଁ। ରାଣୀ ବାଧ୍ୟ କରିବାରୁ ରାଜା କୋଠରୀ ଖୋଲିଲେ। ଦେଖିଲେ ଭଗବାନଙ୍କର ବିଗ୍ରହ ଅଧା ଗଢ଼ା ହୋଇଛି। ତାଙ୍କର ହାତ ଗୋଡ଼ କିଛି ତିଆରି ହେଇନାହିଁ। ବୃଦ୍ଧ ଜଣକ ସେଠି ବି ନାହାନ୍ତି। ରାଜା ଭଗବାନଙ୍କୁ କ୍ଷମା ମାଗିଲେ। ସେତିକିବେଳେ ବିଷ୍ଣୁଙ୍କର ଆକାଶରୁ ଶବ୍ଦ ଆସିଲା। ଭଗବାନ କହିଲେ, ତୁମେ କିଛି ଭୁଲ କରିନ। ଆଜିଠାରୁ ମୋର ମୂର୍ତ୍ତି ଏଇଠି ସ୍ଥାପନ ହେବ। ମୁଁ ଏଇଠି ପୂଜା ପାଇବି। ତାପରେ ଇନ୍ଦ୍ରଦ୍ୟୁମ୍ନ ଭଗବାନ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ମୂର୍ତ୍ତି ପ୍ରତିଷ୍ଠାରେ ଲାଗି ପଡ଼ିଲେ। ମନ୍ଦିର ପ୍ରତିଷ୍ଠା ଜୋରସୋରରେ ହେଲା। 4 ଧାମରେ ଗୋଟିଏ ଧାମ ଶ୍ରୀକ୍ଷେତ୍ର ପୁରୀ ନାମରେ ନାମିତ ହେଲା। ଏମିତି ହେଲା ଶ୍ରୀ ଜଗନ୍ନାଥଙ୍କର ବଡ଼ ଦେଉଳ। ଏଇଠି ଆମର ଭିଡ଼ିଓଟି ଶେଷ ହେଉଛି। ଧନ୍ୟବାଦ ସାଙ୍ଗମାନେ।